ନମସ୍କାର ଦର୍ଶକ ବନ୍ଧୁ। ଆଜି ଗୌରୀ ତାଙ୍କ ଝିଅ ଶିବିକା ବୋଲି ଜାଣିସାରିବା ପରେ ମନେ ମନେ ଚିନ୍ତାରେ ପଡ଼ିଯାଆନ୍ତି। ଆଉ ଚନ୍ଦନ କଥା ଭାବିବାକୁ ଲାଗନ୍ତି। ଆଉ ତାପରେ ସମସ୍ତେ ଶୋଇଲା ପରେ ଚନ୍ଦନଙ୍କ ରୁମକୁ ଯାଆନ୍ତି। ଆଉ ଶିବିକାକୁ ଦେଖି କାନ୍ଦିବାକୁ ଲାଗନ୍ତି। ତାପରେ ସେଠୁ ଶିବିକାକୁ ନେଇ ଚାଲିଯାଆନ୍ତି ବିମଳା ମାଙ୍କ ଫଟୋ ପାଖକୁ। ଆଉ କୁହନ୍ତି, ଜେଜେମା, ଆପଣ ଏବେ ନିଶ୍ଚୟ ମୁକ୍ତି ପାଇବେ। ସାନ ମାଙ୍କ ପାଖରୁ ପ୍ରତିଶୋଧ ନେବା ପାଇଁ ମୁଁ ଏବେ ଶିବିକାକୁ ହେଲ୍ପ କରିବି। ଆଉ କାଲି ସକାଳ ହବା ମାତ୍ରେ ମା ଝିଅ ମନ୍ଦିରକୁ ଯିବୁ ଠାକୁରଙ୍କ ପାଖରୁ ଆଶୀର୍ବାଦ ନେବା ପାଇଁ। ଆଉ ତାପରେ ମୁଁ ଘରେ ଆସି ସମସ୍ତଙ୍କୁ କହିବି ଶିବିକା ହେଉଛି ମୋ ଝିଅ ଆଉ ଆପଣଙ୍କ ପୁନର୍ଜନ୍ମ। ଆଉ ତାପରେ ସକାଳ ହେବା ମାତ୍ରେ ଗୌରୀ ଶିବିକାକୁ ଧରି ମନ୍ଦିର ଯିବାବେଳେ କେଦାର ଗୌରୀକୁ ଦେଖିଦିଅନ୍ତି। ଆଉ ମନେ ମନେ କୁହନ୍ତି, ଏତେ ସକାଳୁ ଗୌରୀ ଶିବିକାକୁ ଧରି କୁଆଡ଼େ ଯାଉଛନ୍ତି? ଯେବେଠୁ ସେ ନାଗଙ୍କୁ ହୁଙ୍କାରୁ ନେକଲେସ୍ ବାହାରକୁ ନେଇ ଆସିଲାଣି କେମିତି ଗୋଟେ ଅଲଗା ଅଲଗା ଲାଗୁଛନ୍ତି। ଏସବୁରେ ଆପଣଙ୍କୁ କ'ଣ ଲାଗୁଛି? କେଦାର ବି ଜାଣିଦେବ ତା ଝିଅ